ଜାଣିଛନ୍ତି ମା କାଳୀ କଣ ପାଇଁ ମହାଦେବଙ୍କ ଛାତି ଉପରେ ପାଦ ରଖିଥିଲେ? ଯେତେବେଳେ ମା କାଳୀ ରକ୍ତ ବୀଜା ନାମକ ରାକ୍ଷସକୁ ବଦ୍ଧ କଲା ପରେ ଧରତୀରୁ ବାହାରିକି ତାଙ୍କ ରାଗ ଶାନ୍ତ ହୋଇନଥିଲା। ସେ ଦେବତା ମାନଙ୍କ ଆଡକୁ ଦୌଡ଼ିକି ଯାଇଥିଲେ। ଦେବତା ମାନେ ଡରିକି କିଏ କୁଆଡେ ଲୁଚିଥିଲେ। ଆଉ ସେତେବେଳେ ରାକ୍ଷସ ମାନେ ଗୋଟେ ପଟରୁ ଆସୁଥିଲେ। ଏକଥା ଯେତେବେଳେ ଗଣେଶ ଦେଖିଲେ ସେ ଦେବତା ମାନଙ୍କୁ ଗୋଟେ ପଥର ସାଇଡରେ ଲୁଚେଇ ଦେଲେ। ଆଉ ରାକ୍ଷସ ମାନଙ୍କୁ ମା କାଳୀ କଞ୍ଚା କାମୁଡିକି ମାରିଦେଲେ। ଆଉ ଯେତେବେଳେ ସବୁ ରାକ୍ଷସ ମାନେ ମରିଗଲେ ମାଙ୍କର ରାଗ ଶାନ୍ତ ହେଇନଥିଲା। ସେ ସେତେବେଳେ ପୁନର୍ବାର ଦେବତାଙ୍କ ଆଡକୁ ଦୌଡ଼ିକି ଗଲେ। ଆଉ ଏହା ଦେଖି ମହାଦେବ କଣ କରିବେ ବୋଲି ଭାବିକି ମା କାଳୀଙ୍କ ସାମ୍ନାରେ ଶୋଇ ପଡିଥିଲେ। ଆଉ ଭୁଲ ବଶତଃ ମା କାଳୀଙ୍କ ପାଦ ମହାଦେବଙ୍କ ଛାତି ଉପରେ ପଡି ଯାଇଥିଲା। ଯେତେବେଳେ ତଳକୁ ମା ଅନେଇଥିଲେ ସେ ଜାଣିପାରିଥିଲେ ମହାଦେବ। ଆଉ ସେ ଜିଭକୁ କାମୁଡି ଦେଇଥିଲେ। ଆଉ ସେଇଠାରେ ତାଙ୍କ ରାଗ ଶାନ୍ତ ହେଇଥିଲା। ଆଉ ଏଇ କଥାର କାରଣ ଏଇଆ, ଆମେ ମାନେ ମହାଦେବଙ୍କ ଭକ୍ତ ଆଉ ମା କାଳୀଙ୍କ ଭକ୍ତ, ଏ ଜିନିଷ ଆମେ ଜାଣିବା ଦରକାର। ଭିଡିଓକୁ ସେୟାର କରନ୍ତୁ। ଜୟ ଜଗନ୍ନାଥ, ଜୟ ମହାଦେବ।